ନର୍ଲାରେ ପାଳିତ ହେଲା ବିଶ୍ୱ ଯୋଗ ଦିବସ। ସୁସ୍ଥ, ସୁନ୍ଦର ଏବଂ ନିରୋଗ ଶରୀରଟିଏ ଗଠନ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ମାଧ୍ୟମ ଆପଣାଇଥାଏ। ସବୁ ମାଧ୍ୟମକୁ ପଛରେ ପକାଇ ସବୁଠାରୁ ଆଗରେ ରହିଛି ଯୋଗ। ଯେଉଁ ଯୋଗ ଦ୍ୱାରା ମଣିଷ ସୁସ୍ଥ ରହିବା ସହିତ ନିରୋଗ ଏବଂ ସୁନ୍ଦର ଶରୀରଟିଏ ଗଠନ ହୋଇଥାଏ। ତା ସହିତ ସୁସ୍ଥ ମସ୍ତିଷ୍କ ରହି ପ୍ରତ୍ୟେକ କାର୍ଯ୍ୟକୁ ଆଗକୁ ନେବା ପାଇଁ ସହାୟକ ହୋଇଥାଏ। ସମ୍ପୂର୍ଣ୍ଣ ଭାବରେ କହିବାକୁ ହେଲେ ମଣିଷ ସମାଜ ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ, ଯାହାକି ମଣିଷ ଜୀବନକୁ ପରିବର୍ତ୍ତନ ଆଣିପାରିଥାଏ। ନିୟମିତ ଯୋଗ କରିଲେ ଶରୀରକୁ ସମ୍ପୂର୍ଣ୍ଣ ରୋଗମୁକ୍ତ କରିବା ସହିତ ଏକ ସୁନ୍ଦର ଶରୀର ଗଠନ କରି ମାନସିକ ସ୍ତରରେ ମଧ୍ୟ ଉନ୍ନତି ଆଣିଦେଇଥାଏ। ଅନେକ କ୍ଷେତ୍ରରେ ଏବେ ଯୋଗର ଉପକାରିତା ବିଷୟରେ ସଚେତନ କରାଇବା ସହିତ ଯୋଗ ଶିକ୍ଷା ଦେବାରେ ମଧ୍ୟ କାର୍ଯ୍ୟକ୍ରମ କରାଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସର ମଧ୍ୟରେ ପାଳିତ ହୋଇଯାଇଛି ବିଶ୍ୱ ଯୋଗ ଦିବସ। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପଙ୍କ ତତ୍ତ୍ୱାବଧାନରେ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ୱ ଯୋଗ ଦିବସକୁ ଖୁବ୍ ଉତ୍ସାହ ସହକାରେ ପାଳନ କରାଯାଇଛି। ଏହି ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ବିଭିନ୍ନ ପଦାଧିକାରୀଙ୍କ ସହିତ ସାମ୍ବାଦିକ ଏବଂ ସାଧାରଣ ଜନତା ଭାଗ ନେଇଥିଲେ। ଜୁନ୍ ମାସ 21 ତାରିଖକୁ ଅନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ଭାବରେ ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ପାଳିତ ହେବାର ଦେଖାଦେଇଛି। ଯୋଗ ମଣିଷ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଯୋଗ ଯୋଗୁଁ ମଣିଷ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ପାଇଥାଏ। ତା ସହିତ ମାନସିକ ସ୍ତରରେ ମଧ୍ୟ ଅନେକ କିଛି ଉନ୍ନତି ଘଟିଥାଏ। ନର୍ଲାର ଏହି ଯୋଗ ଦିବସରେ ପ୍ରଶିକ୍ଷକ ଭାବରେ ନିର୍ମଲ କୁମାର ବାରିକ ଯୋଗ ଦେଇ ଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଯୋଗ ଅଭ୍ୟାସ କରାଇଥିଲେ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।